ଆଜି ପହଞ୍ଚିଛୁ ଗଜପତି ଜିଲ୍ଲା ସଦର ମହକୁମା ପାଳାଖେଣ୍ଡ ଠାରେ ଥିବା ପାଳାଖେଣ୍ଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ। ଏହି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉତ୍କଳ ସାମ୍ବାଦିକ ସଂଘ ଗଜପତି ଶାଖା ପକ୍ଷରୁ ଆଜି ବିଭିନ୍ନ ଦାବି ନେଇ ଏଡିଏମ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିଗୁଡ଼ିକ ମଧ୍ୟରେ ସୁରକ୍ଷା, ପେନ୍ସନ୍ ଏବଂ ଅତିରିକ୍ତ ସ୍ୱାସ୍ଥ୍ୟ ବୀମା ସହଯୋଗ ପାଇଁ ବୋଲି ଦିଆଯାଇଥିବାର ଜଣାପଡ଼ିଛି। ଆମ ପାଖରେ ଅଛନ୍ତି ଷ୍ଟେଟ୍ ଏକ୍ଜିକ୍ୟୁଟିଭ ବଡି ମେମ୍ବର। ସାର୍ କ'ଣ କହିବେ? ଆପଣ ଆଜି ଯେଉଁ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି, ଏହାର ଉଦ୍ଦେଶ୍ୟ ଆଗକୁ କ'ଣ ରହିଛି, ଏହାପରେ କ'ଣ କହିବେ? ଆକ୍ଚୁଆଲି ଆମର ଉତ୍କଳ ସାମ୍ବାଦିକ ସଂଘ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆମେ ଆଜି ଗୋଟେ ଦାବିପତ୍ର ଦେଇଛୁ। ସେଥିରେ ମୁଖ୍ୟ ରହିଲା ଆମର ଯେଉଁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ସାମ୍ବାଦିକମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁଟା ଅଛି ବର୍ତ୍ତମାନ ଚାଲିଛି, ସେଥିରେ ଡିପେଣ୍ଡେଣ୍ଟ ପ୍ୟାରେଣ୍ଟସ୍ ମାନଙ୍କୁ ବାପା ମାଆଙ୍କୁ ସେଥିରେ ରଖାଯାଇନି, ସେମାନଙ୍କୁ ଏକ୍ସକ୍ଲୁଡ୍ କରାଯାଇଛି। ଦ୍ୱିତୀୟରେ 25 ବର୍ଷ ଯେଉଁ ଛୁଆ ହେଉଛି ତାକୁ କାଟି ଦିଆଯାଉଛି। ସେଇ ଦୁଇଟାକୁ ରଖିବା ପାଇଁ ବୋଲି ଆମର ମୁଖ୍ୟ ଦାବି ଅଛି। ତାପରେ ପରେ ଅନ୍ୟ ରାଜ୍ୟରେ ଯେଉଁ ପ୍ରକାର ସାମ୍ବାଦିକମାନଙ୍କୁ ପେନ୍ସନ୍ ଦେବାର ଯୋଜନା ଅଛି, ସେଟାକୁ ଓଡ଼ିଶାରେ ଯଥାଶୀଘ୍ର ଯେମିତି ସେଟାକୁ ଇଣ୍ଟ୍ରୋଡ୍ୟୁସ୍ କରାଯାଇପାରିବ ସେ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଆମର ଦାବି ରହିଛି ରାଜ୍ୟ ସରକାରଙ୍କ ପାଖରେ। ତୃତୀୟତଃ ବର୍ତ୍ତମାନ ବିଭିନ୍ନ ଜାଗାରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ହେଉଛି। ଇଭେନ୍ ଗୋଟେ ସାମ୍ବାଦିକଙ୍କ ଜୀବନ ଚାଲିଗଲା ମାଲକାନଗିରି ଜିଲ୍ଲାରେ ଏଇ ଅଳ୍ପ କିଛି ଦିନ ତଳେ, ମାନେ ମର୍ଡର। ସେଥିରେ ମଧ୍ୟ ସାମ୍ବାଦିକମାନେ ବର୍ତ୍ତମାନ ଭୟଭୀତ ଅବସ୍ଥାରେ ଏଇ ରାଜ୍ୟରେ କାର୍ଯ୍ୟ କରୁଛନ୍ତି। ତାଙ୍କର ସୁରକ୍ଷା ବୋଲି କିଛି ନାହିଁ। ସେଥିପାଇଁ ସାମ୍ବାଦିକ ସୁରକ୍ଷା ଆଇନକୁ ଯଥାଶୀଘ୍ର ହେବ ପ୍ରଣୟନ କରିବା ପାଇଁ ଆମର ରାଜ୍ୟ ସରକାରଙ୍କ ପାଖରେ ଦାବି ରହିଛି। ଆମ ପାଖରେ ଆଉ ଜଣେ ଅଛନ୍ତି, ସଭାପତି ଅଛନ୍ତି। ସାର୍ କ'ଣ କହିବେ? ଆଜି ଯେଉଁ ଦେଲେ ସ୍ମାରକପତ୍ର, ଆ ଉପରେ କ'ଣ କହିବେ? ଆମର ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ଶାଖା ତରଫରୁ ଗଜପତି ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୁଖ୍ୟତଃ ଦାବି ରହୁଛି, ଦାବିପତ୍ର ପ୍ରଦାନ କରାଯାଇଛି। ସେ ଦାବି ଗୁଡ଼ିକ ମଧ୍ୟରୁ ପ୍ରମୁଖ ହେଉଛି ସାମ୍ବାଦିକମାନଙ୍କ ସୁରକ୍ଷା। ଦ୍ୱିତୀୟ ଦାବି ହେଉଛି ସାମ୍ବାଦିକମାନଙ୍କର ପେନ୍ସନ୍ଟାକୁ ଲାଗୁ କରିବା। ତୃତୀୟ ହେଉଛି ସାମ୍ବାଦିକମାନଙ୍କର ପ୍ୟାରେଣ୍ଟସ୍ମାନଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମାରେ ସଂଯୋଗୀକରଣ କରିବା ଏବଂ ସାମିଲ କରିବା। ଏହିସବୁ ଦାବି ନେଇ ଆମର ସଂଘ ତରଫରୁ ବିଭିନ୍ନ ରାଜ୍ୟରେ ଦାବିପତ୍ର ପ୍ରଦାନ କରାଯାଉଛି। ଯାହା କହୁଥିଲେ ଉତ୍କଳ ସାମ୍ବାଦିକ ସଂଘର ସଭାପତି, ତିନୋଟି ଦାବି ନେଇ ମୁଖ୍ୟତଃ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ମୁଖ୍ୟତଃ ପ୍ରଥମ ହେଲା ପେନ୍ସନ୍, ସୁରକ୍ଷା ଓ ଯେଉଁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ରହିଛି, ଅତିରିକ୍ତ ପରିବାରର ସଂଯୋଗ କରିବା ପାଇଁ ସଦସ୍ୟଙ୍କୁ ଦାବି ରହିଛି। ଗଜପତିରୁ ବିହାନ ବେହେରା, ରିପୋର୍ଟର ଷ୍ଟୁଡିଓ।